ଓଲା ଓ ତୋର ଗଞ୍ଜାମ ଜିଲ୍ଲା, ହଁ ତୁ ଆସିକରି ତାଳଚେର ଜିଲ୍ଲାରେ ପହଞ୍ଚିଛୁ। ପହଞ୍ଚିଛୁ। ଖାଲି ପଚାରି ଟିକେ ବୁଝିଗଲୁ। ବୁଝିଗଲି। କାଇଁ କ'ଣ ବୁଝିବୁ ଦେଖିବା, ପଚାରି ଲୋକ ତ ଅଛନ୍ତି, କେତେ ମୋର ବୟୋଜ୍ୟେଷ୍ଠ ଜ୍ଞାନୀ ଗୁଣୀ ମାନେ ଉପସ୍ଥିତ ଅଛନ୍ତି, କାଇଁ କ'ଣ ପଚାରିବୁ ଦେଖିବା। ଉଚ୍ଚ ପିଣ୍ଡାକୁ ଲମ୍ବା ବାରଣ୍ଡା। ଆଜ୍ଞା ଓଲା ଆମର ବୁଲି ବୁଲି ଗଞ୍ଜାମ ଜିଲ୍ଲାରୁ ଆସି ତାଳଚେରରେ ପହଞ୍ଚି ବଜ୍ରଗଡ଼ରେ କ'ଣ ଟିକେ ବୁଝିବା ପାଇଁ ସେ କ'ଣ ପଚାରୁଛି ନା ଉଚ୍ଚ ପିଣ୍ଡାକୁ ଲମ୍ବା ବାରଣ୍ଡା, ଘଇତା ଗର୍ଭବାସ ମାଇପ ଦିଣ୍ଡା। ଘଇତା ଗର୍ଭବାସ ବୋଇଲେ କ'ଣ? ଓ କ'ଣ ସେଟା? ଗର୍ଭାଚଲେ ଜାଣିନ? ଘଇତା ଗର୍ଭବାସ ମାଇପ ଦିଣ୍ଡା, ଗର୍ଭବାସ ବୋଇଲେ କ'ଣ? ପେଟରେ ଛୁଆ ରହିଥିଲେ ହବ ଗର୍ଭବାସ। ପେଟରେ ଛୁଆ ରହିଥିଲେ ହବ ଗର୍ଭବାସ। ଏଇଟା ତୁ ମତେ ପଚାରୁଛୁ ଅଣ୍ଡରା ଗର୍ଭବାସ ମାଇପ ଦିଣ୍ଡା। ହଇରେ ମୂର୍ଖ, ଆରେ ଅଣ୍ଡରା କେବେ ଗର୍ଭବାସ ହେଇକିରି ପିଲା କେବେ ଜନ୍ମ କରିବ କିରେ? ଆଉ ସ୍ତ୍ରୀଟା କ'ଣ ପାଇଁ ଆଇଛି ରେ? ସିଏ ଅଣ୍ଡରାଟା ତ ପିଲା ଜନ୍ମ କରିବ, ମାଇପଟା କ'ଣ କରିବ? ଏଇଟା ରାଣ୍ଡି ଖାଇବାକୁ ଦବ। ଆରେ ଜଗତରେ ନାରୀ ଜାତି ପରା ସନ୍ତାନ ସନ୍ତତି ଜନ୍ମ କରିବା ପାଇଁ ବିଧାତା ତାଙ୍କୁ ସୃଷ୍ଟି କରିଛି ରେ। ଆଉ ପୁରୁଷଟା ଯଦି ପିଲାଟା ଜନ୍ମ କରିବ, ମାଇ ପିଲା ଗୁଡ଼ା ସବୁ କ'ଣ କରିବେ? এইটা তো ସମସ୍ତେ ଜାଣିଛନ୍ତି। ଆରେ ଶାସ୍ତ୍ର କହିଲା ବାବା, କ'ଣ? ପୁତ୍ର ଥେ କ୍ରୟତେ ଭାର୍ଯ୍ୟାଂ, ପୁତ୍ର ଥେ କ୍ରୟତେ ଭାର୍ଯ୍ୟାଂ, ପୁତ୍ର ପିଣ୍ଡ ପ୍ରୟୋଜନଂ, ପୁତ୍ର ପିଣ୍ଡ ପ୍ରୟୋଜନଂ। ଉପସ୍ଥିତ ମୋର ଜ୍ଞାନୀ ଗୁଣୀ ମାନେ, ଶାସ୍ତ୍ର କହିଲା ପୁତ୍ର ଥେ କ୍ରୟତେ ଭାର୍ଯ୍ୟାଂ ପୁତ୍ର ପିଣ୍ଡଂ ପ୍ରୟୋଜନ। ଗୋଟେ ପୁରୁଷ ଗୋଟେ ସ୍ତ୍ରୀ କି ଆଜ୍ଞା କ୍ରୟ କରି ଆଣେ କେବଳ ପୁତ୍ର ସନ୍ତାନ ଉତ୍ପତ୍ତି କରିବା ପାଇଁ। ଏବେ ସିନା ପୁରୁଷ ଗୁଡାକ ବିକ୍ରି ହେଇଗଲେଣି ଆଜ୍ଞା। ଶ୍ଲୋକ କହୁଛି ପୁତ୍ର ଥେ କ୍ରୟତେ, ପୁତ୍ର ପାଇଁ ଗୋଟେ ସ୍ତ୍ରୀକୁ କ୍ରୟ କରି ଆଣି ତାକୁ ପତ୍ନୀ ରୂପରେ ଗ୍ରହଣ କର। ପୁତ୍ର ଥେ କ୍ରୟତେ ଭାର୍ଯ୍ୟାଂ ପୁତ୍ର ପିଣ୍ଡଂ ପ୍ରୟୋଜନ। ନା କାହିଁକି? ଗୋଟେ ସ୍ତ୍ରୀକୁ କ୍ରୟ କରି ଆଣିବାର ଉଦ୍ଦେଶ୍ୟ ହେଲା ତାର ଗର୍ଭରୁ ଗୋଟେ ସନ୍ତାନ ଉତ୍ପତ୍ତି ହେଲେ ଆମ ପିତୃପୁରୁଷକୁ ସେ ପିଣ୍ଡ ଦେବ, ପିତୃପୁରୁଷ ଉଦ୍ଧାର କରିବ। ତେଣୁକରି ଗୋଟେ ପୁରୁଷ ଗୋଟେ ନାରୀକୁ ଗ୍ରହଣ କରୁଛି ସ୍ତ୍ରୀ ରୂପରେ। ହଁ, ଆଉ ସେ ତ ନିଜେ ପିଲା ଜନ୍ମ କରିବ, ଆଉ ସେ କେନେ ସ୍ତ୍ରୀଟାକୁ ବାହା ହେବରେ? ସେ ତ ନିଜେ ସନ୍ତାନ ଜନ୍ମ କରିଥାନ୍ତା, ଆଉ କେନେ ବାହା ହେଇଥାନ୍ତା? ହେଲେ ତୁ କହିବାର ଅର୍ଥ ହେଲା ପୁତ୍ର ଥେ କ୍ରୟତେ ଭାର୍ଯ୍ୟାଂ ପୁତ୍ର ପିଣ୍ଡଂ ପ୍ରୟୋଜନ, ଅର୍ଥ ନାରୀମାନେ ହିଁ ସନ୍ତାନ ଜନ୍ମ କରିବେ। ହଁ, ସନ୍ତାନ କରିବା ତ ସମସ୍ତେ ଜାଣିଛନ୍ତି। ଓ ନାରୀମାନେ ସନ୍ତାନ ଜନ୍ମ କରିବାର ସମସ୍ତେ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। ଜାଣିଛନ୍ତି। ଆମ ପୁରୁଷ କୋଉଠି ଜନ୍ମ କରିଛି କୁହ? ନାଇଁ ନାଇଁ ସତ କଥା ଆଜ୍ଞା। ଉଲ୍ଲା କହିବାର ଅର୍ଥ ନାରୀମାନେ ସନ୍ତାନ ଜନ୍ମ କରିବାର ତ ଜଗତରେ ସମସ୍ତେ ଜାଣିଛନ୍ତି ଆଜ୍ଞା। ପୁରୁଷ ପିଲାଟା ଗୋଟେ ସନ୍ତାନ ଜନ୍ମ କରିଛି ମତେ ପଚାରୁଛି ଉଲ୍ଲା। ହେଲେ ଉଲ୍ଲା, ଓ ପୁରୁଷ ପିଲାଟା ଗୋଟେ ପୁତ୍ରଟିଏ ଜନ୍ମ କରିଥିବ, ପୁରୁଷ ପିଲା ହେଇଥିବ, ଠିକ ଅଛି। ଆଜି ଗୋଟେ ବିଷୟବସ୍ତୁ କେତେ ଦୂର ଯାଉଛି ଦେଖିବା। ଉଲ୍ଲା, ଓ ଆଜି କାହାର ଦିନ ଜାଣିଛୁ? କାହାର? ରାଘବେନ୍ଦ୍ର ସରକାର। ରାଘବେନ୍ଦ୍ର ସରକାର ସରକାର ଅଯୋଧ୍ୟାପତି ରାଘବେନ୍ଦ୍ର ସରକାରଙ୍କର ଆଜି ଜନ୍ମଦିନ। ହେଲେ ଉଲ୍ଲା, ଓ ଭଗବାନ ରାମ ଜନ୍ମ ହୋଇଛନ୍ତି ଆଜି, ସମସ୍ତେ ଆନନ୍ଦ ଆନନ୍ଦ। ହେଲେ ତୁ ଯେ ମତେ ବିଷୟ ପଚାରିଲୁ, ମୁଁ ଟିକେ ରାମଙ୍କ ଉପରେ ଆଲୋଚନା କରିବି। ଆଜିର ବିଷୟଟି ରାମଙ୍କ ବିଷୟରେ ମୁଁ ଟିକେ ଆଜି ଆଲୋଚନା କରିବି। ପୁରୁଷ ଗର୍ଭବାସ ହେଇଥିବ, ସ୍ତ୍ରୀ ତାର ଦିଣ୍ଡା ହେଇକରି ଥିବ। ପୁରୁଷ ପିଲାଟା ଗୋଟେ ପୁତ୍ରଟି ଜନ୍ମ କରିଛି, ଏ ଉପରେ ରାମାୟଣ ମଧ୍ୟରେ ଆଜି ଟିକେ ଆଲୋଚନା କରିବା। राम लक्ष्मणं प्रपदं रघुवरं सीतापति सुंदरं काकोस्तं करुणाकरं गुणनिधि विप्रप्रियं धर्मिकं राधेन्द्रं सत्यसिंहं दशरथ तनय श्यामल शान्तमूर्ति वन्दे लोकाभिरामं रघुकुलतिलकं राघव रावणारी राघव रावणारी
ଏ ମୋ ମା ମାଉସୀ ଗୋ ଏ ମୋର ବାଙ୍ଗିରି ବଉଲ ଏ ମୋ ମା ବବିଲି ଗମ ଖାଉଛୁ କିଲ ହଇଲ ମା ବଉଲ ବବିଲି ଗମ ଖାଉଛୁ ନାହିଁ ହଉ 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 ଚୁପ୍ କମ ପକେଇ ଦେଇଛୁ ହେଡ଼ି ଶୁଣନ୍ତୁ ଆଗେ ମୋର ପଣ୍ଡିତ ଜନ ଶୁଣନ୍ତୁ ଆଗେ ମୋ ପଣ୍ଡିତ ଜନ ହେ ମୋ ପଣ୍ଡିତ ଜନ ମା ଭଉଣୀ ମାନେ ମୋର ନେଇ ଶୁଣ ମା ଭଉଣୀ ମାନେ ମୋର ନେଇ ଶୁଣୁ ରାମଙ୍କର ନାମ ମହିମା ଏମନ୍ତ ରାମ ନାମର ଓଟଇରେ ସତ୍ୟ ଯେଉଁ ରାମ ନାମ ଜପୁଥିଲେ ତ୍ରିଲୋଚନ ଯେଉଁ ରାମ ନାମ ଜପୁଥିଲେ ତ୍ରିଲୋଚନ ଦେଖ ଅଜୟ ମୋର ହୋଇଲେ ସେ ଜାଣ ବିଷପାନ ଯେତେବେଳେ ଶିବ କଲେ ରାମ ନାମ ଧରି ଅମର ହୋଇଲେ ଶିବ ରାମ ନାମ ଧରି ଅମର ହୋଇଲେ ଆଜ୍ଞା ରାମଙ୍କ ମହିମା ମନ୍ତ ରାମଙ୍କର ମହିମା ରାମ ନାମ ଜପୁଥିଲେ କାଳ ଫାସ କାଳ ଯମଙ୍କର ଫାସ ମଧ୍ୟ ଆପଣଙ୍କ ପାଖରୁ ଦୂରୀଭୂତ ହୋଇଯିବ ବଜ୍ର ଯେମିତି କଠିନ ସେପରି ରାମଙ୍କର ନାମ ହେଲା ସେପରି ଯେଉଁ ରାମ ନାମର ମହିମା ଅନେକ ସେଇ ରାମ ନାମ ବିଷୟରେ ଆଜି ଟିକେ ଆଲୋଚନା କରିବା ଆଚ୍ଛା ଓଲାରେ ଓ ଆଜି ପରା ଭଗବାନ ରାମଙ୍କର ଜନ୍ମ ହେଲା ରେ ବାବା ଆରେ ରାମ ଜନ୍ମ ଯଦି ମୁଁ ଆରମ୍ଭ କରିବି ରାମ ଜନ୍ମ ପର୍ଯ୍ୟନ୍ତ ମୋର 30 ରାତି ପଳେଇବ ରାମ ଜନ୍ମ ସରିବ 365 ଦିନ ସରିଯିବ ରାମାୟଣ ସରିବନି ଖାଲି ରାମାୟଣ ଆଲୋଚନା ଚାଲିବ ହେଲେ ଓଲା ଓ ଦଶରଥ ଅପୁତ୍ରିକ ହୋଇଗଲେ ସିଆଡ଼େ ଯଦି ଯିବା କାହିଁକି ଅପୁତ୍ରିକ ହେଲେ ବ୍ରହ୍ମଦାନ କେମିତି ନେଲା ସେ ବହୁତ ଅଗ୍ନାଗ୍ନି ବନସ୍ତ ବହୁତ ସମୁଦ୍ର ମଧ୍ୟରେ ପଶିବାକୁ ଆଉ ହେଲେ ଦଶରଥ ପୁତ୍ରଶ୍ରୀ ଯଜ୍ଞ କଲେ ପୁତ୍ରଶ୍ରୀ ଯଜ୍ଞରୁ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ 4 ଜଣ ଜନ୍ମ ହେଲେ ଆଚ୍ଛା ଆଚ୍ଛା ମୁଁ ଜନ୍ମ କରିଦେଉଛି ସାଙ୍ଗେ ସାଙ୍ଗେ ଜନ୍ମ ହେଇଗଲେ ଜନ୍ମ ହେଲା ପରେ କ'ଣ ହେଲା ରେ କ'ଣ ଭଗବାନ ରାମ ମର୍ତ୍ତେ ଜନମ ଇଲେ ଦିନ ପରେ ଦିନ ପୁଣି ଗଡ଼ି ଗଲା ଭଲେ उपस्थित मोर ज्ञानी वर्ग भगवान रामचंद्र जन्म हले चैत्र मासरे नवमी तिथि भगवान रामंकर उत्पत्ति है तापर है कौन रे बाबा କ'ଣ ହୋଇଛି अरे मास पर मास बाबू गड़ी गड़ी गला मास पर मास बाबू गड़ी गड़ी गला चैत्र मास चैत्र पर कौन आसो रे बैशाख ज्येष्ठ आषाढ़ श्रावण भाद्रव आश्विन कार्तिक मार्गशीर मास आसी पहुंचले अच्छा अच्छा भगवान रामंकर बयस 9 मास चैत्र मास रे जन्म हेले मार्गशीर मास आसी पहुंचला मार्गशीर मासर तिथि हूँ आज्ञा अष्टमी से तिथि अष्टमी कौन हुए ना प्रथमाष्टमी बोले आज्ञा मार्गशीर मास गोटे पड़े अच्छा पढ़ुआ पुत्र मान को आगे वंदापना करती पढ़ुआ पुत्र मानकर वंदापना करी घरे पिठापना पूजा हुए
ମାର୍ଗଶିର ମାସରେ ହଉଛି ନା ନାଇଁ ଆଜ୍ଞା? ନା ଆପଣଙ୍କର ଏପଟେ ହଉନି? ପ୍ରଥମାଷ୍ଟମୀ ପାଳନ ହୁଏ ମାର୍ଗଶିର ମାସରେ। ସେଦିନ ବିଭିନ୍ନ ପ୍ରକାର ପିଠାପଣା ତିଆରି ହୁଏ, ପଢୁଆ ପୁତ୍ର ମାନଙ୍କୁ ବନ୍ଦାପନା କରାଯାଏ। ସେଦିନ ମାର୍ଗଶିର ମାସ ପ୍ରଥମାଷ୍ଟମୀ ହୋଇଛି କଣ ରେ ବାବା? କଣ ହୋଇଛି? 9 ମାସ ହେଇଗଲାଣି ରାମଙ୍କୁ। 9 ମାସ ମଧ୍ୟରେ ଭଗବାନ ରାମ ଟିକେ 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 ଚାଲିବାର ଆହୁରି ଭଲକି ଶିଖିନାହାନ୍ତି। ଏମନ୍ତ ସମୟରେ କଣ ହେଲା ରେ ବାବା? କଣ? ଆରେ କୈକେୟୀ ମାତା ହସ୍ତରେ ଧରିଛନ୍ତି, ଆରେ କୈକେୟୀ ମାତାରେ ହସ୍ତେ ଧରିଛନ୍ତି ରାଜନବର ପ୍ରାଙ୍ଗଣରେ ବୁଲୁ ସେ ଛନ୍ଦି, ରାଜନବରର ପ୍ରାଙ୍ଗଣରେ ବୁଲୁଛନ୍ତି। ଦିନ 12 ଘଣ୍ଟ ହେଲା ହେ ସୁଜନ, ଦିବା 12 ଘଣ୍ଟ ହେଲା ହେ ସୁଜନ। କପାଳ ଲେଖାକୁ କେ କରିବ ଆନ, ଆରେ କପାଳ ଲେଖାକୁ କେ କରିବ ଆନ। ଶାସ୍ତ୍ର କହିଲା ଯତ ଧାତ ଲଲାଟ ପଡ ଲିଖିତଂ ତତ୍କ୍ରମାନୁସାରେ ଫଳଂ। ଯାହାର କପାଳରେ ଯାହା ଲେଖା ଥିବ ସେ ତାକୁ ଭୋଗ କରିବାକୁ ବାଧ୍ୟ। ଭଗବାନଙ୍କ ରାମଙ୍କର କପାଳରେ କଣ ଲେଖା ଅଛି କଣ ଆମେ ଜାଣିଛେ କି? ନା। ଉପସ୍ଥିତ ମୋର ଜ୍ଞାନୀ ବର୍ଗ, ମାର୍ଗଶିର ମାସ ପ୍ରଥମାଷ୍ଟମୀ ଦିବା 12 ଘଣ୍ଟ ଏମନ୍ତ ସମୟରେ ହଉଛି କଣ ରେ? କଣ? ନା ଏମନ୍ତ ସମୟ ଆସେ ଲଙ୍କାର ରାବଣ, ଏମନ୍ତ ସମୟ ଆସେ ଲଙ୍କାର ରାବଣ। ଅଯୋଧ୍ୟାପୁରରେ ଆସି ମିଳିଲା ବହନ, ଅଯୋଧ୍ୟାପୁରରେ ଆସି ମିଳିଲା ବହନ। ଅଯୋଧ୍ୟାର ଚତୁର୍ଦିଗ ରାବଣ ଦେଖିଲା, ଆରେ ଅଯୋଧ୍ୟାର ଚତୁର୍ଦିଗ ରାବଣ ଦେଖିଲା। ସିଂହଦ୍ୱାରକୁ ତା ନଜର ପଡ଼ିଲା, ଅଯୋଧ୍ୟା ସିଂହଦ୍ୱାରକୁ ରାବଣ ନଜର ପଡ଼ିଲା। ଉପସ୍ଥିତ ମୋର ଜ୍ଞାନୀ ବର୍ଗେ, ରାବଣ ଯାଉଥିଲା ଦିଗ୍ବିଜୟ କରିବା ପାଇଁ ପୁଷ୍ପକ ବିମାନରେ। ଅଯୋଧ୍ୟା ପ୍ରଦେଶରେ ଦେଖିଲା ଦଶରଥଙ୍କର ରାଜନର ପ୍ରାଙ୍ଗଣରେ ଅଯୋଧ୍ୟାରେ ରାମଚନ୍ଦ୍ରକୁ ଧରି କୌଶଲ୍ୟା କୈକେୟୀ ଆନନ୍ଦ ମନରେ ରାଜବାଟିକାରେ ଭ୍ରମଣ କରି ଆନନ୍ଦରେ ପିଲାଟିକୁ ଆଜ୍ଞା ଖେଳାଉଛନ୍ତି। ଆଚ୍ଛା। ଏମନ୍ତ ସମୟରେ ହେଲା କଣ ରେ ବାବା? କଣ ହୋଇଛି? ରାମଚନ୍ଦ୍ରକୁ ଦେଖେଇଦେଲା 2 ନେତ୍ର ରାବଣ। କହିଲା ହେ ପ୍ରଭୁ, ତୁମେ ମତେ ବିନାଶ କରିବା ପାଇଁ ତୁମେ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ଗ୍ରହଣ କରିଛ। ଭକ୍ତକୁ ଉଦ୍ଧାର କରିବା ପାଇଁ ତୁମର ଜନ୍ମ ପ୍ରଭୁ। ତୁମେ ମତେ ଉଦ୍ଧାର କରିବା ପାଇଁ ଜନ୍ମ ହେଲା ମାତୃଗର୍ଭରେ ନର୍କ ଯନ୍ତ୍ରଣା ଭୋଗ କରି ଆଜ୍ଞା ଭଗବାନ ରାମଙ୍କୁ ନର୍କ ଯନ୍ତ୍ରଣା ମଧ୍ୟ ଭୋଗ କରିବାକୁ ପଡ଼ିଲା ଭକ୍ତକୁ ଉଦ୍ଧାର କରିବା ପାଇଁ। ଭକ୍ତ ଉଦ୍ଧାର କରିବା ପାଇଁ ପ୍ରଭୁଙ୍କର ଆଜି ଜନ୍ମ ହେଲା। ମାନବ ଦେହରେ ମାନବ ଅବତାର ଭଗବାନ ରାମ ଅବତାର ଜନ୍ମ ହେଲେ ପ୍ରଭୁ। ଏମନ୍ତ ସମୟରେ ରାବଣ ହାତ ଯୋଡ଼ି ଭଗବାନଙ୍କୁ ନିବେଦନ କରି ମୁଣ୍ଡିଆ ମାରୁଛି ଆଜ୍ଞା। ଆଚ୍ଛା। ରାମଙ୍କର ପାଦ ପଦ୍ମରେ କୋଟି କୋଟି ବିନମ୍ର ନିବେଦନ କରୁଛି ରାବଣ। ଏମନ୍ତ ସମୟରେ ହେଲା କଣ? କଣ ହୋଇଛି? ଦୈବିରତ କୃତ୍ୟ। ଗୋଟିଏ ଦାସୀ ଆସିଲା କୈକେୟୀଙ୍କୁ କହିଲା, ମାତା ରାମଚନ୍ଦ୍ର ବହୁତ ସମୟ ହେଲା ସକାଳୁ କିଛି ଭକ୍ଷଣ କରିନାହାନ୍ତି, ଖାଇନାହାନ୍ତି। ପୂଜା ତ ସରିଯାଇଛି ନା, ତେଣୁ ଏ ପୂଜାର ସାମଗ୍ରୀ ଟିକେ ପିଲା ରାମଚନ୍ଦ୍ରକୁ ଖୁଆଇବେ। ସୁବର୍ଣ୍ଣ ଥାଳି, ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଥିଲା ସେ ଥାଳିରେ। ମଣ୍ଡା ପୁଳି ଲଡୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପଦାର୍ଥ ଥିଲା ସୁବର୍ଣ୍ଣ ଥାଳିରେ। ସେତେବେଳେ କୈକେୟୀ ଦେଖିଲେ ସୁବର୍ଣ୍ଣ ଥାଳିରେ ବିଭିନ୍ନ ପ୍ରକାର ପିଠା ଗୁଡାକ ଅଛି। 9 ମାସର ପିଲାଟା ମୋର କଣ ଖାଇବ? ସବୁ ଯାକ ଅନାଳି ଅନାଳି ଛାଡ଼ିଦେଲେ। ଶେଷରେ ଦେଖିଲେ ଗୋଟେ କଅଁଳିଆ ଜିନିଷ ଅଛି। ବିସ୍କୁଟ। ବିସ୍କୁଟ କୁଆଡେ ଆଇବରେ ସେଠି? କଅଁଳିଆ ଜିନିଷଟା କଣ ରେ? କଣ? ଆରେ ବିରିରେ ତିଆରିରେ ଇଡିଲି ଜାଣୁ, ଏଣ୍ଡୁରି ବୋଲି ପୁରାଣେ ଅନ୍ନର। ଏଣ୍ଡୁରି ପିଠାକୁ କୈକେୟୀ ଦେଖିଦେଲେ, କଅଁଳିଆ ପଦାର୍ଥ ଲାଗୁଛି ବୋଇଲେ।
আরে কোলিয়া পদার্থ লাগুছি বইলে এন্ডুরি পিঠা হস্তরে ধরিন কইকেই এন্ডুরির পিঠা হস্তরে ধরিন প্রভু রামচন্দ্রଙ୍କ পাটিরে দেলে নেই প্রভু রামচন্দ্র পাটিরে দেলে যে নেই আজ্ঞା କୈକେୟୀ ଏମିତି ଗୋଟେ ମାତା ରାମଚନ୍ଦ୍ରକୁ ଅଧିକ ଶ୍ରଦ୍ଧା କରନ୍ତି ନିଜର ପୁଅକୁ ଛାଡ଼ି ରାମଚନ୍ଦ୍ରକୁ କୋଳରେ ଧରି ଏକା ଦାଣ୍ଡରେ ବୁଲୁଛନ୍ତି ରାଜବାଟୀର ପ୍ରାଙ୍ଗଣରେ ଉପସ୍ଥିତ ମୋର ଧୀମନ୍ତ ବର୍ଗ ହେମନ୍ତ ସମୟରେ ଏଣ୍ଡୁରି ପିଠା ଟିକେ ଟିକେ ବାହାର କରି ରାମଙ୍କ ପାଟିରେ ଦଉଛନ୍ତି ଆଜ୍ଞା ମାତା କୈକେୟୀ ଆଚ୍ଛା ଏ ଦୃଶ୍ୟ ଦେଖିଲା ବାବୁରେ ଲଙ୍କାର ରାବଣ ବିଚାରିଲା ମୋ ଜୀବନ ହୋଇଗଲା ଧନ୍ୟ ଧନ୍ୟ ବିଚାର କରୁଛି ଆଜି ରାବଣ ରାମଚନ୍ଦ୍ର ମତେ ମାରିବା ପାଇଁ ଜନ୍ମ ହୋଇଛନ୍ତି ରାମଚନ୍ଦ୍ର ମତେ ମାରିବା ପାଇଁ ଜନ୍ମ ହୋଇଛନ୍ତି ହେଲେ ମାରିପାରିବନି ପ୍ରଭୁ ତମେ ମତେ ମାରିବ ତମର 2ଟା ହାତକୁ ମୋର 10ଟା ହାତ ତମେ କଣ ମାରିବ ପ୍ରଭୁ ତମର ଗୋଟେ ମୁଣ୍ଡକୁ ମୋର 10ଟା ମୁଣ୍ଡ ତମେ କଣ ମତେ ମାରିବ ତମ 2ଟା ଆଖି ମୋର 20ଟା ଆଖି ତମେ କଣ ମତେ ମାରିବ ଅହଙ୍କାର ଗର୍ବ ଜାଗୃତି ହେଇଗଲା ରାବଣ ମନରେ ବୋଇଲା ପ୍ରଭୁ ତମେ ମତେ ମାରି ପାରିବ ନାହିଁ ନା କାହିଁକି ନା ଭଗବାନଙ୍କର ଉଚ୍ଚିଷ୍ଟ ହେଉଛି ଅମୃତ ଭଗବାନଙ୍କର ଉଚ୍ଚିଷ୍ଟ ହେଲା ଅମୃତ ରାବଣ ବିଚାର କରୁଛି ରାମଚନ୍ଦ୍ର ଯୋଉ ଖାଉଛନ୍ତି ଅମୃତ ଉଚ୍ଚିଷ୍ଟ ଟିକେ ଛଡେଇକି ଧରି ପଳେଇ ଆଇବି ତାକୁ ଭକ୍ଷଣ କରି ମୁଁ ଜଗତରେ ଅମର ହେଇଯିବି ଅଇଁଠାଟା ଘିନାଣି ଭଗବାନଙ୍କ ଅଇଁଠା ଟିକେ ଖାଇଦେଲେ ମୁଁ ଜଗତରେ ଅମର ହୋଇଯିବି ରାମ କଣ ମତେ ମାରିବ କୋଟି କୋଟି ରାମ ଜନ୍ମ ହେଲେ ମଧ୍ୟ ମତେ ମାରିପାରିବ ନାହିଁ ଏମନ୍ତ ବିଚାର କରୁଛି ରାବଣ ଭଗବାନଙ୍କ ପାଟିରୁ ମୁଁ ଅଇଁଠାଟା କେମିତି ଛଡେଇକିରି ଆଣିବି ଏମନ୍ତ ବିଚାର କରି ରାବଣ କଣ କଲା ବୁଝିଲା କୋଉ ରୂପରେ ଗଲେ ରାମଙ୍କ ପାଟିରୁ ମତେ ଉଚ୍ଚିଷ୍ଟଟା ଆଣିବାକୁ ସହଜ ହବ ଏମନ୍ତ ବିଚାରି ରାବଣ ଏକ ପକ୍ଷୀ ହୋଇଲା ଏମନ୍ତ ବିଚାରି ରାବଣ ଏକ ପକ୍ଷୀ ହୋଇଲା ପକ୍ଷୀ ରୂପ ଧରି ରାବଣ ଉଡ଼ି ଉଡ଼ି ନ ଗଲା ଉପସ୍ଥିତ ମୋର ଜ୍ଞାନୀ ବର୍ଗ ରାବଣ ଗୋଟେ ପକ୍ଷୀ ରୂପଟିଏ ହେଲା ଆଚ୍ଛା କୋ ପକ୍ଷୀ ହେଲା କୋ ପକ୍ଷୀ ହେଲା ରେ କୋ ପକ୍ଷୀ କାକ 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 ହେଲେ ପାରା କାକ ବୋଲେ ଜାଣିନୁ କାକ ବୋଲେ କାଉ କାଉ ଆରେ କାକ ରୂପ ଧରିଲା ରାବଣ ଆଚ୍ଛା ହେଲେ କୋ କାକ ରୂପ ଧରିଲା ହଁ କୋ କୋ କାକ କାକ ଯେ କୋ କାକ ରୂପ ହେଲା ରାବଣ ମାଇ କାକି ରୂପ ଧରିଣ ରାବଣ ଉଡ଼ିଗଲା ରାମଙ୍କ ପାଟିରୁ ଉଚ୍ଚିଷ୍ଟ ଖଣ୍ଡ ମଧ୍ୟରେ ନେଲା ମୋର ପଣ୍ଡିତ ବର୍ଗୀ ରାବଣ କଣ ହେଲା ରେ କଣ ନା ମାଇ କାକି ରୂପ ଧରିଲା ରାବଣ ଆରେ ମାଇ କାକି ରୂପରେ ରାବଣ ହେଲା ହଉ ଧନରେ ମାଇ କାକି ରୂପ ରାବଣ ହୋଇଲା ରାମ ପାଟିରୁ ଉଚ୍ଚିଷ୍ଟ ଥଣ୍ଡରେ ଧରିଲା ଆଚ୍ଛା ଥଣ୍ଡରେ ଧରିରେ ଲଙ୍କାର ରାବଣ ହଉ ହଉ ଆକାଶ ମାର୍ଗରେ ରେ ଗଲା ଉଡ଼ିଣ ଏ ସମୟ ରାମ ବିଚାରିଲେ ମନ କଣ ମୋର ଉଚ୍ଚିଷ୍ଟ ରାବଣ ଯଦି କରିବ ଭକ୍ଷଣ ଆଚ୍ଛା ଜଗତରେ ରାବଣ ମୋର ହୋଇଯିବ ଜଗତରେ ରାବଣ ମୋର ହୋଇଯିବ କାଳ କାଳକୁ ଯେ କଥା ରହିଯିବ ଠିକ ରାବଣକୁ ମାରିବାକୁ ମୁଁ ହେଲି ଜନମ ମୋ ଜନମ ଏବେ ହୋଇଯିବ କାରଣ ମୋ ଜନମ ଦେବେ
ହେବ କାରଣ। ଉପସ୍ଥିତ ମୋର ଜ୍ଞାନୀ ବର୍ଗ, ରାବଣ ମାଇକାକି ରୂପରେ ଧରିକିରି ଗଲା ଉତ୍ତିଷ୍ଟ ଭଗବାନଙ୍କର ରାମଚନ୍ଦ୍ର ଜାଣିଦେଲେ, ସେ ପରା ମର୍ଯ୍ୟାଦା ପୁରୁଷ ରାମ। ଜାଣିଦେଲେ ରାବଣ ଏ ପ୍ରକାର କର୍ମ କଲା, ଯଦି ମୋର ଉତ୍ତିଷ୍ଟଟା ଭକ୍ଷଣ କରିଦେବ ରାବଣ, ଜଗତରେ ଅମର ହୋଇଯିବ। ହେଲେ ଜଗତରେ କେତେ ଜଣ ଅମରରେ? ମୁଁ ତ ଅମର, ଆଉ କିଏ ଅଛି ଅମର? ତୁ ଅମର? ହଁ ତୋର ନାଁଟା ଅମର ହେଇଥିବ ରେ ମୂର୍ଖ, ତୁ ଅମର ନୁହଁ, ହଁ ତୋ ନାଁଟା ଅମର ହେଇଥିବ। ଆରେ ଜଗତରେ ସତ୍ୟରୁ କଳିଯୁଗ ପର୍ଯ୍ୟନ୍ତ କିଏ କିଏ ଅମର ହେଇକିରି ଅଛନ୍ତି? ବୋଲେ ଆଉ କିଏ? ମୁଁ ତ ଏକଲା। ତା ପାଇଁ ଶ୍ଲୋକଟି ଲେଖା ହେଲା। କଣ ବୋଲି? ଶ୍ଲୋକ କଣ କହିଲା ରେ? କଣ? ଅଶ୍ୱତ୍ଥାମା ବଳି ବ୍ୟାସ ହନୁମାନସ୍ୟ ବିଭୀଷଣ କୃପଃ ପରଶୁରାମସ୍ୟ ସତ୍ୟେତ ତିରନ୍ଦିବିନଃ। ଶାସ୍ତ୍ର କହିଲା ଅଶ୍ୱତ୍ଥାମା ବଳି ବ୍ୟାସ ହନୁମାନସ୍ୟ ବିଭୀଷଣ କୃପଃ ପରଶୁରାମସ୍ୟ ସତ୍ୟେତ ତିରଞ୍ଜୀବିନଃ। ଏ 7 ଜଣ ହଉଛନ୍ତି ଜଗତରେ ଅମର। ଯଦି ରାବଣ ଅମର ହୋଇଯିବ, ବେଦଶାସ୍ତ୍ର ତ ଅଲୋଡ଼ା ହୋଇଯିବ। ଭଗବାନ ରାମଚନ୍ଦ୍ର ଜନ୍ମ ହେବାର ମୂଲ୍ୟ କିଛି ରହିବନି। ଭଗବାନ ବିଚାର କରୁଛନ୍ତି ମୁଁ କଣ କଲେ ରାବଣ ମରିବ। ଯଦି ରାବଣ ଅମର ହୋଇଯିବ ତ ଅସୁବିଧା ହେଇଯିବ। ଯଦି ମୁଁ ଉତ୍ତିଷ୍ଟ ଭକ୍ଷଣ କରିଦେବ ତାହେଲେ ବେଦଶାସ୍ତ୍ର ଅଲୋଡ଼ା ହେଇଯିବ। କଣ କଲେ ରାମ ସେତେବେଳେ? କଣ କଲେ? আরে মন্দ বিচারি ত্রৈলোক্য ঈশ্বর, এমন্ত বিচারি ত্রৈলোক্য ঈশ্বর নিজ রূপটাকু পরিবর্তন যে করিলে সত্বর। মাইকা কি হইছিলা লঙ্কার রাবণ, পুরুষ কাক হইলে শ্রীরাম। পুরুষ কাকরে হইলে শ্রীরাম, কাক রূপ ধরি দেব নারায়ণ। রাবণ পছে পছে গলে গোড়াইণ, কাকি রূপরে রাবণ যাউছি। দেখ মধ্য স্বর্গে রাবণকু রাম গলে ভেটি। মধ্য স্বর্গে রাবণকু রাম গলে ভেটি। কাক রূপে ভগবান রাম গোড়াইলে। আচ্ছা গোড়েই 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 গলে মধ্য স্বর্গরে যেତେବେଳେ রাবণ সহিত সাক্ষাৎ হইগলা, কাক রূপে উচ্ছিষ্ট ধরিছি থণ্টরে। আচ্ছা আচ্ছা হেলে ইয়ে কো জায়গায় গলে রক্ষিকি তো তাকে ভক্ষণ করিব না, ଆଉ ରଖିବାକୁ ଭଗବାନ ଦଉନାହାନ୍ତି, ତା ପଛରେ ଗୋଡେଇଛନ୍ତି। ଗୋଡେଇଛି। ଗୋଡେଇଲା ପରେ କଣ ହେଲା ରେ? କଣ? ନା ଯେତେବେଳେ ରାମ କାକ ରୂପରେ ତାକୁ ଖୁମ୍ପିବା ଲାଗିଲେ, ବାରମ୍ବାର ଖୁମ୍ପିଲେ ରାମ କାକ ରୂପରେ। କାକି ରାବଣ ବିଚାର କରୁଛି ସରିଗଲା ରେ ବାପା ଏବେ ହାତ, ଯଦି ମୁଁ ନ ଖୁମ୍ପିବି ମୋ ଜୀବନଟାକୁ ଏଇଠି ରାମଚନ୍ଦ୍ର ମାରିଦେବେ। ମାରିଦବ ମତେ। ହେଲେ ଯଦି ଖୁମ୍ପି ଦେବି ବୋଇଲେ ଉଚ୍ଚିଷ୍ଟଟା ତଳେ ପଡିଯିବ, ମୁଁ ଆଉ ଖାଇପାରିବିନି। ମୁଁ ଆଉ ଖାଇପାରିବିନି। ରାବଣ ଆଉ ଚିନ୍ତା କରି କିଛି କରିପାରିଲାନି। କଣ କଲା ସେତେବେଳେ? ଖାଲି ଖୁମ୍ପା ଖାଲି ଖାଉଛି ସିଏ। ବାରମ୍ବାର ବାରମ୍ବାର ଖୁମ୍ପି ଖୁମ୍ପି ଯେତେବେଳେ ରାମଚନ୍ଦ୍ର ରକ୍ତାକ୍ତ କରିଦେଲେ ରାବଣକୁ, ଆଉ ସେତେବେଳେ ସମ୍ଭାଳି ନ ପାରି ରାବଣ କଣ କଲା? କଣ? ଥଣ୍ଟଟାକୁ ମେଲା କରିଦେଲା। ଓ ଇଏ ନଦ ଆରମ୍ଭ କରିବ। ମେଲା କରିବାରୁ କଣ ହେଲା ରେ? କଣ? ଉଚ୍ଚିଷ୍ଟ ଥଣ୍ଟ ମଧ୍ୟରେ ଥିଲା, ଏମିତି ଲାଗି ଥିଲା ଥଣ୍ଟଟା। ହଁ ଯେତେବେଳେ ଥଣ୍ଟଟାକୁ ଏମିତି ଖୋଲି ଦେଇଛି ନା, ଉଚ୍ଚିଷ୍ଟଟା ତଳେ ପଡିଗଲା। ତଳେ ବୋଇଲେ କୋଉଠି ପଡିଲା ରେ? କୋଉଠି? ଆରେ ସମୁଦ୍ର ମଧ୍ୟରେ ଉଚ୍ଚିଷ୍ଟ ପଡିଲା, ସମୁଦ୍ର ମଧ୍ୟରେ ଉଚ୍ଚିଷ୍ଟ ପଡିଲା। କୋଉ ସମୁଦ୍ରରେ ଉଚ୍ଚିଷ୍ଟ ପଡିଲା ରେ ଭୋଲା? କୋଉଠି? 7 ଗୋଟି ସମୁଦ୍ରରେ ଜଗତରେ ଅଛି, 7 ଗୋଟି ସମୁଦ୍ର ଜଗତରେ ଅଛି। କୋ ସମୁଦ୍ରରେ ଉଚ୍ଚିଷ୍ଟ ପଡିଲାଟି? আরে কেউ সমুদ্রে উচ্ছিষ্ট বাবু পড়িলাটি। উচ্ছিষ্ট কো সমুদ্রে পড়লা রে ভগবান রামঙ্কর? କୋ ସମୁଦ୍ର? রাবণ খাইলে অমর হইতান্তা। ଗୋପାଳପୁର ସମୁଦ୍ରରେ? ନାହିଁ ନାହିଁ ନାହିଁ। ଆଉ ଲବଣ, ଇକ୍ଷୁ, ସୁରା, ଘୃତ, ଦଧି, ଦୁଗ୍ଧ, ଜଳ, 7ଟା ସମୁଦ୍ର ରହିଲା। ଆଉ ଗୋଟେ ଛାଡ଼ିଦେଲ।
ଲବଣ ଇକ୍ଷୁ ସୁରା ଘୃତ ଦଧି ଦୁଗ୍ଧ ଜଳଦ ସାତୁରା ସମୁଦ୍ର ଭଗବାନ ରାମଙ୍କର ଉତ୍ତିଷ୍ଟଟା କୋଉ ସମୁଦ୍ରରେ ପଡିଲା ରେ ବାବା? ଆରେ ଜଳ ସମୁଦ୍ରରେ ଉତ୍ତିଷ୍ଟ ପଡିଲା, ଜଳ ସମୁଦ୍ରରେ ଉତ୍ତିଷ୍ଟ ପଡିଲା। ସେ ଉତ୍ତିଷ୍ଟକୁ କିଏ ବାବୁରେ ଖାଇଲା? ଯିଏ ଖାଇବ ସିଏ ଅମର ହେବ, ଯିଏ ଖାଇବ ସିଏ ଅମର ହେବ। ଭଗବାନଙ୍କ ଉତ୍ତିଷ୍ଟ କିଏ ଖାଇଲା ଭବ, ଯିଏ ଖାଇବ ଜଗତରେ ସେ ଅମର ହବ। କିଏ ଖାଇଲା? ମୁଁ ଜାଣିଛି। କାଇଁ କହିଲୁ? ମାଛ ଖାଇଲା। ମାଛ ମରୁନି କି? ମାଛ ମରୁଛି ନା ମରୁନି? କହୁଛୁ ମାଛ ଖାଇଲା ବୋଲି? କଇଁଚ ଖାଇଲା। ଗରମ ପାଣି ଟିକେ କଇଁଚ ବୁହାଇ ଦେଲେ ସେ ଛଟପଟ ହେଇ ମରିଯିବ। ସାପ, ସାପୁ ଗୋଟେ ବାଡି, ବେଙ୍ଗ, ବେଙ୍ଗୁ ଗୋଟେ ଟେକା। ହଁ ଦେଖିଛି। ଜଳ ଭିତରେ ଏମିତି କିଏ ଗୋଟେ ଅଛି ସେ ମରୁନି, ସେ ସେଟାକୁ ଖାଇଛି। ମରୁନି ନା, ଗେଣ୍ଡା 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 କଣ ମରୁନି? ସେ ଜଳ ସମୁଦ୍ରରେ ଯିଏ ଅଛି ସିଏ ଭକ୍ଷଣ କରିଛି, ଅମର ହୋଇକରି ଜଗତରେ ସେ ରହିଛି। ସେଟା କିଏ? କିଏ ମୁଁ ଆଉ କହିନି। ପିଲା ଆମର କହୁଛି କେରାଣ୍ଡି ମାଛ। କିଏ ଖାଇଲା ରେ? ଜୋକ ଭଖିଲା, ଜୋକ ଯେ ଭଖିଲା, ତେଣୁ କରି ଜୋକ ଅମର ହୋଇଲା, ଜୋକ ଯେ ଭଖିଲା। उपस्थित मोर ज्ञानी वर्ग जोक को माइले मरुच कि आज्ञा? जोक मरुच कि? हाँ नाश सारे जोक मरुच कि? जोक जोक मले मध्य बंची जाउछि। किंदी बंचु जाउ? जोक आज्ञा माटी मिसी जाइथिबो। आपण परीक्षा करंतु। घड़घड़ी चले चले मारे इंद्र बजरा खात गोटे जोकरू कोटे जोक होकर पुनर्जीवित होती। जोकर मृत्यु ना संसार रे। भगवान को उद्दिष्ट भक्षण करने जो जोक जगत में अमर होकर रहा संसार रे। अच्छा अच्छा तापर कौन है रे बाबा? कौन नहला? जोक सीना अमर है संसार रे। इे एपटे कौन है रे बाबा? कौन? अरे माई काकी थिले पुणी लंकार रावण, पुरुष काकरे पुणी थिले श्री राम। माई काकी थे रूप थे रावण, अच्छा पुरुष काक रूप थे राम। हाँ एटी राम रावण मध्य कौन है रे बाबा? कौन? अरे राम रावण मध्य प्रीति होइला, राम रावण मध्य प्रीति होइला। रामंकर ब्रह्म स्वलित होइला, माई काकी गर्भरे से ब्रह्म रहिला। माई काकी रे गर्भवती हेले, माई काकी रावण गर्भवती हेले। तीन गोटी संतान को जन्म देले। तीन संतान? अरे तीन गोटी संतान को जन्म देले। रावण गर्भरू अर्थात माई काके थिला रावण, पुरुष काक थिले राम। राम रावण मध्य प्रीति भाव है। रामंगर ब्रह्मशलित हो रहा। रावण माई काके गर्भरे माई काके तीन पुत्र संतान जन्म करिछि। से तीन पुत्र किए रे?
ଯେତେବେଳେ ମାଇ କାକିରେ ଗର୍ଭବତୀ ହେଲା 3 ଗୋଟି ଅଣ୍ଡା ବାବୁ କାକି ଜନ୍ମ କଲା। ପ୍ରଥମ ଅଣ୍ଡାରେ ବାବୁ ଶୋଳିତ ହୋଇଲା। ପ୍ରଥମ ଅଣ୍ଡାରେ ବାବୁ ଶୋଳିତ ହୋଇଲା। ପୃଥିବୀରେ ପଡ଼ି ସେହି ଅଣ୍ଡା ଭଗ୍ନ ହେଲା। ଗୋଟେ ଅଣ୍ଡା ପଡ଼ିଗଲା ପୃଥିବୀ ପୃଷ୍ଠରେ, ସେ ଭଗ୍ନ ହେଇଗଲା। ସେଠୁ କିଏ ଜନ୍ମ ହେଲା ରେ? କିଏ? କାକ ହେଲା ଜନ୍ମ, କାକ ହେଲା ଜନ୍ମ, କାଉ ବୋଲି ସଂସାରରେ ହେଲା ଜାଣ, କାକ ହେଲା ଜନ୍ମ। ଉପସ୍ଥିତ ମୋର ଜ୍ଞାନୀ ବର୍ଗ, ପ୍ରଥମରେ ଗୋଟେ କାଉ ସୃଷ୍ଟି ହେଲା। କାଉଟିଏ ଜନ୍ମ ହେଲା ରାବଣ ଗର୍ଭରୁ। ଦ୍ୱିତୀୟ ପକ୍ଷୀଟିଏ ଜନ୍ମ ହେଲା ରେ? କିଏ ସେ? କୁହୁ କୁହୁ ନା ଦେଖ ଅଣ୍ଡା ଜନ୍ମ ହେଲା। ପୃଥିବୀରେ ପଡ଼ି ସେହି ଅଣ୍ଡା ଫୁଟିଗଲା। ସେ ଅଣ୍ଡାରୁ ଏକ ପକ୍ଷୀ ହୋଇଲା ସମ୍ଭୂତ। କୋଇଲି ବୋଲିନ ତାର ନାମ ଦେ ବିଦିତ। ଆଚ୍ଛା ଆଚ୍ଛା। କୋଇଲି ବୋଲି ଗୋଟେ ପକ୍ଷୀ ଜନ୍ମ ହେଲା ରାବଣ ଗର୍ଭରୁ। କାଉ ଗୋଟେ ହେଲା, କୋଇଲି ଗୋଟେ ହେଲା, ଆଉ ଗୋଟେ କିଏ ହେଲା ରେ? କିଏ ସେ? ଆରେ ଯେତେବେଳେ ଭଗବାନ ରାମ ରାବଣ ପ୍ରୀତିରେ କରିଲେ, ଚତୁର୍ଦିଗରେ ଘୋର ଅନ୍ଧକାର ଫୁଟିଗଲା ବେଳେ, ଆରେ ଘଡ଼ଘଡ଼ି ଚଳଚଳିରେ ଘୋର ନାଦ ହେଲା। ସେତେବେଳେ ଏକ ଅଣ୍ଡା ପ୍ରଫୁଟିତ ହେଲା। ସେ ଅଣ୍ଡା ପଡ଼ି ବାବୁରେ ପୃଥିବୀରେ ଭଗ୍ନ ହେଲା। ଆଚ୍ଛା। ସେଠୁ କିଏ ଜନ୍ମ ହେଲା ରେ? କିଏ? ଆରେ କଳା କୁମୁଟିଆ ବୋଲି ପକ୍ଷୀ ହେଲା ଜାତରେ, ପକ୍ଷୀ ହେଲା ଜାତ। 3 ଗୋଟି ସନ୍ତାନରେ ହୋଇଲେ ସମ୍ଭୂତ। ବୋଇଲା ରେ ଆରେ ରାବଣ ବାବୁରେ ମାଇ କାକୁ ହେଲା ଜାଣ। ଆରେ ରାବଣ ବାବୁରେ ମାଇ କାକି ହେଲା ଜାଣ। ପୁରୁଷ କାକ ପୁଣିରେ ହୋଇଥିଲେ ଶ୍ରୀରାମ। ବୋଇଲା ରେ ଆରେ ହାଣିଲି ବାଉଁଶରେ ବୁଣିଲି ଯେ କୁଲା, ହେଲା କି ନ ହେଲା ରେ ତୁ କହ ଏବେ ଉଲା। ଓଲା ଓ ତୁ ପଚାରିଥିଲୁ ପୁରୁଷ ଗର୍ଭବାସ ମାଇପ ଦିନ। ହଁ। ରାବଣ 3ଟା ପକ୍ଷୀ ଜନ୍ମ କଲା। କାଉ, କୋଇଲି, କଳା କୁମୁଣ୍ଡିଆ। ଆଚ୍ଛା। ମନ୍ଦୋଦରୀ ସେତେବେଳକୁ 3ଟା ହେଇକିରି ଅଛି, ଆଉ ଜନ୍ମ କରିନାହାନ୍ତି। ନା ନା। ତୁ ପଚାରିବା ପ୍ରଶ୍ନର ଉତ୍ତର ପାଇଲୁ?